ସୀମିତ ସମ୍ପର୍କ କଣ ସବୁବେଳେ ଅସ୍ଥାୟୀ ତ ପଢିବା ଅଧେ ଛୋଟ ସାଟ ହେଇଯିବ ତମର ଦିଟା ଗପ ସେଠି ତିନିଟା କବିତା ଇଏ ପଡିବନି ପଢିବା ଆଉ ଅତ୍ୟାଧୁନିକ ପଢିବା ଗ୍ରାମାର ଲାଷ୍ଟ 15 ମିନିଟ ପଢିବା ହେଲା ବିଶେଷ ବୁଝେଇ ଦେଇ ତମକୁ ଆଉ ବିଶେଷଣ ବୁଝ ତମର କୋଉଠି କଣ ତମର ଯାଇ ମାର୍ଚ୍ଚ ମାସ ହବ ଏଇ +2 ଏକ୍ସାମ ସଇଲା ପରେ ଯାଇକି ତମର ଫାଇନାଲ ଆଉ କଣ ଆଉ ଏବେ ତମର ଆଗେ କରିବେ ତମର ସେକେଣ୍ଡ ଇୟର ପାଠ ପୂଜା ଆରମ୍ଭ କରୁ ଷ୍ଟାର୍ଟ ହେଇଯିବ ଫାର୍ଷ୍ଟ ଇୟର ପାଠ ପିଲାମାନେ ପିଲାମାନଙ୍କୁ ଏକ୍ସାମ ସରିବ ତାଙ୍କୁ କହିବ ତମକୁ ସାଙ୍ଗେ ସାଙ୍ଗେ ଯୋଉ ପରୀକ୍ଷା ସରିବ ତମକୁ ଫଟୋ ଉଠେଇକିନା କୋଶ୍ଚିନ୍ ଛାଡିବେ ହେଲା କୋଶ୍ଚିନ୍ ଟେ ଦେଖିଦବ କୋଉ ଟାଇପର ଆସୁଛି କାରଣ ଏଇ ବର୍ଷ ଗୋଟେ ନୂଆ ପାଟର୍ନ ଚେଞ୍ଜ ହେଇଛି ନା ସେ ଜାଣିପାରିବନି ପିଲାମାନେ ଭାଇ ଟେନସନ ମାନେ କେମିତି ନୂଆ ପାଟର୍ନ କିଛି ନା ତାଙ୍କୁ କହିବ କି କୋଶ୍ଚିନ୍ ଫଟୋ ଉଠେଇକିନା ଛାଡିବେ ତମକୁ ନହେଲେ ସିଏ କିଏ ଘରକୁ ପଳେଇଲା ପରେ ଆଉ କେହି ଉଠେଇକିନା ପଠେଇବେ ଏଇଟା ହଉଛି ତମ ଦାୟିତ୍ୱ ତମ ସିନିୟର ମାନଙ୍କ ନମ୍ବର ଥିବ ଯୋଉଦିନ ଓଡିଆ ଏକ୍ସାମ ସରିବ ଟିକେ କୋଶ୍ଚିନ୍ ଫଟୋ ଏଇଟା କଣ କୋଶ୍ଚିନ୍ ଆସୁଛି ଦେଖିବା ନା ସେଇ ହିସାବରେ ପ୍ରିପେୟାର ହବ ନା ଇଏ ହବ ସବୁ ତମର ପୁଅ ପିଲା ଯିଏ ପଢନ୍ତି କଣ ଆଜି କେହି ଆସିନାହାନ୍ତି କଣ ପୁଅ ପିଲା ବଡ ବିଷୟଟା ନା ସରିଯିବ ଦେଖ ବିଶ୍ୱଜିତ ତମେ ପଢିବ ବହି ପଢିବ ଗୋଟେ କବି ପରିଚୟ ପଢେଇଛି ତାପରେ ପଢିବ ହେଲା ପ୍ରାଣବନ୍ଧୁ କର ମୁଁ ପଢେଇ ଦଉଛି କାହିଁ ନା ଆଡକୁ ହଉ ଓଡିଆ ନାଟକ ଓ ଏକାଙ୍କିକା ରଚନା କ୍ଷେତ୍ରରେ ପ୍ରାଣବନ୍ଧୁ କର ଜଣେ ଅନନ୍ୟ ପ୍ରତିଭା ପ୍ରାଣବନ୍ଧୁଙ୍କର 1914 ମସିହାରେ ଜନ୍ମଗ୍ରହଣ କରିଥିଲେ 1918 ମସିହାରେ ମୃତ୍ୟୁବରଣ କରିଥିଲେ ଓଡିଆ କ୍ଷୁଦ୍ର ଗଳ୍ପକୁ ସମୃଦ୍ଧ କରିବାରେ ତାଙ୍କର ଦକ୍ଷତା ମଧ୍ୟ ଅବିସ୍ମରଣୀୟ ମାନେ ସେ ଏକାଙ୍କିକା ରଚନା କରୁଥିଲେ ଆଉ କଣ ନା ନାଟକ ବି ଲେଖୁଥିଲେ ତାପରେ ବି ଗପ ବି ରଚନା କରୁଥିଲେ 1958 ତାଙ୍କ ରଚିତ ଶ୍ଵେତପଦ୍ମା କଲିକତା ଠାରେ ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ଏଇଟା ଅଣ୍ଡରଲାଇନ କର ତାପରେ ହଉଛି ଅଶାନ୍ତ ସ୍ନାୟୁ ସ୍ନହାର ଦୁଃଖାବତରଣ ଆଦି ତାଙ୍କର ବହୁ ଚର୍ଚିତ ନାଟକ ତାଙ୍କ ତିନିଟା ହଉଛି ନାଟକ ଶ୍ଵେତପଦ୍ମା ବି ତାଙ୍କର ହଉଛି ନାଟକ ଏକାଙ୍କିକା 1 ଏକାଙ୍କିକା 2ରେ ତାଙ୍କର ରଚିତ ଏକାଙ୍କିକା ଗୁଡିକ ସଂକଳିତ ତାଙ୍କର ଏକାଙ୍କିକା ହଉଛି ଏକାଙ୍କିକା 1 ଏକାଙ୍କିକା 2 ମାମୁଁ 6 ମାଣ 8 ଗୁଣ୍ଠୁ ଲକ୍ଷ୍ମା ଏ ତିନିଟା କାହାର ଫକୀର ମୋହନ ସେନାପତିଙ୍କର ମାମୁଁ 6 ମାଣ 8 ଗୁଣ୍ଠୁ ଲକ୍ଷ୍ମା ଉପନ୍ୟାସକୁ ଇଏ ନାଟ୍ୟ ରୂପ ଦେଇଛନ୍ତି ହେଲା କଣ ନା ମାଟିର ମଣିଷ କାର କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର
ये नाट्य रूप माने सी उपन्यास लिखिଛନ୍ତି ତାହାକୁ ଇଏ କଣ କରୁଛନ୍ତି ନା ଚେଞ୍ଜ କରିକି ନା ମାନେ ନାଟକର ମାନେ ପରିବର୍ତ୍ତନ କରିଛନ୍ତି। ତାପରେ ଦେଖ ମନସ୍ତାତ୍ତ୍ୱିକ ବିଶ୍ଳେଷଣ ହାସ୍ୟ ଓ କରୁଣ ରସର ପ୍ରୟୋଗ ଉପଯୋଗୀ ଫଳାପ ତାଙ୍କ ରଚିତ ନାଟକ ଏକାଙ୍କିକାରେ ବେଶ ସୁଖପାଠ କରିଥାଏ ମାନେ ସେ କହୁଛନ୍ତି ତାଙ୍କର ମାନେ ଯୋଉ ନାଟକ ସବୁ ରଚନା କରନ୍ତି ସେଟା ମନସ୍ତାତ୍ତ୍ୱିକ ଥାଏ ବା ମାନେ ଜଣଙ୍କ ମନକୁ ଯେମିତି ବୁଝିପାରୁଥିବ ହେଲା ମନସ୍ତାତ୍ତ୍ୱିକ ଆଉ କଣ ନା ହାସ୍ୟ ଆଉ କରୁଣ କରୁଣ ମାନେ ଦୁଃଖ ଥାଏ ହସ ବି ଥାଏ ମାନେ ଏଇ ଯୋଉ ଲେଖିଛନ୍ତି କଣ ଏଇଟା ଅତ୍ୟାଚାରିତ ଅତ୍ୟାଚାରିତରେ ବି ଦୁଃଖ ଅଛି ହସ ଅଛି ଜଣଙ୍କର ମନସ୍ତାତ୍ତ୍ୱିକ ବି ଅଛି ହେଲା ଚାଲ ପଢିବା ଏଠି ଅତ୍ୟାଚାରିତ ମୁଁ ଏତିକି ଟିକେ ପଢି ଦଉଛି ତମେ ଜାଣିପାରିବ ହେଲା ଅତ୍ୟାଧୁନିକ ଏକାଙ୍କିକାଟି ବାସ୍ତବରେ ଏକ ନୂତନ ଚିନ୍ତାଧାରାର ନାଟ୍ୟ ରୂପ ସାମ୍ପ୍ରତିକ ସମୟରେ ଦେଖାଦେଇଥିବା ପାରିବାରିକ ସମସ୍ୟାର ଏକ ନିଚ୍ଛକ ପ୍ରତିଛବି ଦେଖ ଆଧୁନିକ ଯୁଗରେ ନା ଦେଖ ଦାମ୍ପତ୍ୟ ଜୀବନ ମଧ୍ୟରେ ଦାମ୍ପତ୍ୟ ପିଲାମାନେ କଣ ସ୍ୱାମୀ ସ୍ୱାମୀ ହେଲା ସ୍ୱାମୀ ଓ ତାର ସ୍ତ୍ରୀ ଉପରେ ଅତ୍ୟାଚାର କରିବାର ଅନେକ ଦୃଷ୍ଟାନ୍ତ ରହିଛି କିନ୍ତୁ ଆଧୁନିକ ଯୁଗରେ ଏହାର ଦୃଶ୍ୟପଟ ବଦଳି ଯାଇଛି ମାନେ ଆଗରୁ କଣ ଆମେ ତମେ ଯୁଗେ 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 ଯୁଗ ହେଇଛ କି ସ୍ୱାମୀ ତାର ସ୍ତ୍ରୀ ଉପରେ ଅତ୍ୟାଚାର କରେ ତାକୁ ମାରେ କି ବିଭିନ୍ନ ପ୍ରକାର ଅତ୍ୟାଚାର କରେ ତାକୁ ଖାଇବାକୁ ଦିଏ ନା କିନ୍ତୁ ଆଧୁନିକ ଯୁଗରେ ହଉଛି ତା ଓଲଟା ସ୍ତ୍ରୀ ମାନେ ସ୍ୱାମୀ ମାନଙ୍କୁ ଅତ୍ୟାଚାରିତ କରୁଛନ୍ତି ହେଲା ସ୍ୱାମୀ ମାନେ ହୋଇଛନ୍ତି ଅତ୍ୟାଚାରିତ ବ୍ରଜବିହାରୀ ବାବୁ ଏବଂ ଅନାଦି ବାବୁ ଉଭୟ ଏଥିରେ ପୀଡିତ ପାର୍ଥକ୍ୟ ହେଉଛି ଯେ ବ୍ରଜବିହାରୀ ଚାକିରି ଜୀବନରେ ସମୟ ପାଇନାହାନ୍ତି ସ୍ତ୍ରୀଙ୍କ ସହ ସୁଖ ବାଣ୍ଟିବାକୁ ସେଥିପାଇଁ ସ୍ତ୍ରୀଙ୍କ ମନରେ ଅସନ୍ତୋଷ ବଢିଛି ଏବଂ ସେ ନିଃସଙ୍ଗ ଜୀବନରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ସଂଘର ଦାୟିତ୍ୱ ନେଇଛି ଅନ୍ୟ ପକ୍ଷରେ ଅନାଦି ବାବୁ ତାଙ୍କ ସ୍ତ୍ରୀଙ୍କର ଅତ୍ୟଧିକ ଯତ୍ନ ନେଇଥିବା ବେଳେ ସ୍ତ୍ରୀଙ୍କର ଉପେକ୍ଷା ତାଙ୍କ ପାଇଁ ଅସହ୍ୟ ହୋଇପଡୁଛି ହେଲା ମାନେ ଇଏ କଣ କରୁଛନ୍ତି ନା ସ୍ତ୍ରୀ କୁ ସମୟ ଦଉନାହାନ୍ତି ବୋଲି ସିଏ ତାର ବିଭିନ୍ନ ପ୍ରକାର ସାଙ୍ଗ କରୁଛି କିଏ ନା ଏ ଯୋଉ କିଏ ନା ବ୍ରଜ ବିହାରୀ ଆଉ ଅନାଦି କଣ ଅନାଦି କଣ ହଁ ଅନାଦି କଣ କି ନା ତାଙ୍କ ସ୍ତ୍ରୀଙ୍କର ବହୁତ ଗାଡି ଦେଇଛନ୍ତି ଭଲ ଘର କରି ଦେଇଛନ୍ତି ପିନ୍ଧିବାକୁ ଦେଇଛନ୍ତି ସିନେମା ଦେଖି ଦେଇଛନ୍ତି ତଥାପି ମାନେ ସିଏ ସ୍ୱାମୀ ଉପରେ ଅତ୍ୟାଚାରିତ କରୁଛି ହେଲା ଅତ୍ୟଧିକ ହଁ ଏହି ନୂତନ ସମସ୍ୟାର ସମାଧାନ ପାଇଁ ଅବଶ୍ୟ କିଛି ସଂଘ ଗଢା ଯାଇଛି କେତେ ପରିଷଦ ମାତ୍ର ସଂଗଠିତ ଭାବରେ ହେଲେ ମଧ୍ୟ କେହି ଶୃଙ୍ଖଳାକୁ ମାନିବାକୁ ପ୍ରସ୍ତୁତ ହୋଇନାହାନ୍ତି କୌଣସି ସୀମାବଦ୍ଧ ବନ୍ଧନରେ ବାନ୍ଧି ହୋଇ ରହିବାକୁ ସେମାନେ ପ୍ରସ୍ତୁତ ନୁହନ୍ତି ମାନେ ଆଜିକାଲିକା ଯୋଉ ଝିଅ ମାନେ ବାହା ହଉଛନ୍ତି ସେମାନେ କହୁଛନ୍ତି ଆମେ କୋଉ ବାନ୍ଧି ହେଇକିନା କୋଉ ସମାଜ ଭିତରେ କି ଘର କୋଣରେ ରହିବୁ ଆମେ ଖାଲି ସ୍କୁଟି ଚଢିକିନା ବୁଲିବୁ ହେଲା ତାପରେ ଚାକର ଟ୍ୟୁସନ ମାଷ୍ଟ୍ରେ ସାନ ଭାଇ ଓ ସର୍ବୋପରି ପତ୍ନୀ ନିଜ ନିଜ ଅଧିକାରକୁ ଇଚ୍ଛା ମୁତାବକ ଜାହିର କରିବାକୁ ଗୋଟେ ଗୋଟେ ଜାତି ସଂଘୀୟ ବ୍ୟବସ୍ଥାର ସାହାଯ୍ୟ ନେଇଛନ୍ତି ଏବଂ ଅଚିରେ ତାହା ସାମାଜିକ ଶୃଙ୍ଖଳାକୁ ଭାଙ୍ଗି ନାନା ଅସ୍ଥିରତା ସୃଷ୍ଟି କରି ଚାଲିଛି ମାନେ ଚାକର ସଂଘ ହେଇଛି କଣ ନା ଟ୍ୟୁସନ ମାଷ୍ଟରଙ୍କର ତାଙ୍କର ବି ଗୋଟେ ସଂଘ ହେଇଛି ଆଉ କଣ ନା ଛାତ୍ର ମାନଙ୍କର ବି ଗୋଟେ ସଂଘ ହେଇଛି କି ଛାତ୍ର ମାନଙ୍କର ଯୋଉ ତାଙ୍କର କିଏ ନା ତାଙ୍କ ବାପା ମା ତାଙ୍କର ବ୍ୟକ୍ତିଗତ ମାନେ ବ୍ୟକ୍ତିଗତ ସମସ୍ୟା ଉପରେ କିଛି ହସ୍ତକ୍ଷେପ କରିପାରିବେ ନାହିଁ ବା ବୁଝିବେ ନାହିଁ ହେଲା ସବୁର ସଂଘ ଏହିପରି ଏକ ସମସ୍ୟାକୁ ନାଟକୀୟ ରୂପ ଦେଇଛନ୍ତି ନାଟକର ପ୍ରାଣବନ୍ଧୁଙ୍କର ଲଘୁ କଳ୍ପନା ମଧ୍ୟରେ ବାସ୍ତବ ଜୀବନର ଏକ ଅକୁହା କାହାଣୀ ଏଥିରେ ପ୍ରକାଶ ହେଇଛି ଚାଲ ପଢିବା କଣ ପଢ କିଏ କଣ ହବ ମୁଁ ପାଞ୍ଚଟା ପଢି ଦଉଛି ହେଲା
हाँ हाँ। रज बाबू किए? रज बाबू तमाने पुओ माने किए पढ़िबो? ବିଶ୍ୱଜିତ ପଢିବ। ତମେ ପଢିବ? ତମେ ପଢିବ? ଆଁ? ସମସ୍ତେ ହଁ ମାରୁଛନ୍ତି କେହି କହୁନାହାନ୍ତି ଆମେ ପଢିବୁ। ରଜ ବିହାରୀ କିଏ ଆଉ? ରଜ ବିହାରୀ କ୍ୟାରେକ୍ଟର ଅଧିକ ଅଛି ପଢିବା ପାଇଁ। କିଏ କିଏ ପଢିବ? ରଜ ବିହାରୀ। ରଜ ଦନେଇ। ରଜ ବିହାରୀ ତମେ। ମୁଁ। ଆଉ ଆଉ କିଏ? ଆରେ ସବୁ ପୁଅ ପିଲା ଜଣେ କେବଳ ଝିଅ ପିଲା ହିଁ ଅଛି। ସିଏ ହଉଛି କିଏ? ତା ସ୍ତ୍ରୀ। କିଏ? ବର୍ଣ୍ଣମାଳା। ବର୍ଣ୍ଣ କିଏ ହବ? ଆଉ କିଏ ହବ କହୁନ ଜଲ୍ଦି ଜଲ୍ଦି। ଗୋଟେ ଝିଅ। ଯିଏ ପଢିବ ଜୋର ପାଟିରେ ହେଲା। ତମେ ହଉଛ ବ୍ରଜ ବିହାରୀ ଆଉ ତମେ ଦି ଜଣ କିଏ ପଢୁଛ? ଆଁ? ଆଉ କିଏ ତମ ଭିତରୁ କିଏ ପଢୁନା? ତମେ ପଢୁନ। କଣ? କିଛି ହେଇନି। ତମେ ହୁଅ ବର୍ଣ୍ଣମାଳା ହେଲା। ତମେ ଦି ଜଣ ରଜ ବିହାରୀ ବର୍ଣ୍ଣମାଳା ଦେବି। ଆଉ ତନ୍ମୟୀ ତମେ ହବ? ତମେ କିଏ ହବ? ତମେ କିଏ ହବ? ତମେ ହୁଅ ତନ୍ମୟୀ ହେଲା। ଆଉ କିଏ ଅଛି? ରଜ ତାର ଏବେ ବ୍ରଜ ଦନେଇର ଖାଲି କଥାବାର୍ତ୍ତା ଚାଲିଛି। ତାପରେ ଅଛି ବର୍ଣ୍ଣମାଳା ଦେବୀ ତ ହେଇଗଲେ। ରାଜୁ। ରାଜୁ କିଏ ହବ? ରାଜୁ ତମେ ହବ? ରାଜୁ ସିଏ ହେଲେ ହେଲା। ଆଉ କିଏ ଅଛି? ଆଉ ମାଷ୍ଟରେ କିଏ ହବ? ଏ ସେ ଯୋଉ ମଝି ପିଲାଟିକୁ ମାଷ୍ଟର। ସେଇ ଯୋଉ ଅନେଇକି ତମେ ପଢିବନି? ତମେ ନା ନା ତମେ ପଢିବନି? ହଁ ଭାଇ ସିଏ ମାଷ୍ଟର ହେବେ ହେଲା। ଆଉ କିଏ? ଆଉ କିଏ ଅଛି? ବିନୋଦ କିଏ? ଆଉ ପୁଅ ପିଲା କିଏ ପଢିବ କି? ଆଉ ସେପଟେ ଯୋଉ ଲାଷ୍ଟ ହେଇ ପୁଅ ଅନଉନାହାନ୍ତି। ସେ ପଢିବେନି। ଆଉ କିଏ? ଅନାଦି। ଅନାଦି ବିନୋଦ ଶିବ। ହଁ ଦି ଜଣ ହିଁ ତମର କ୍ୟାରେକ୍ଟର ହୁଅ ଆଉ। ତମେ ଇଏ ହବ ଶିବ। ତମେ ହବ ବିନୋଦ। ଇଏ ହବ ଅନାଦି ହେଲା। ପାଠ ସରିଲା। ଯାହା କ୍ୟାରେକ୍ଟର ବସିକିନା ଇଏ। ତମେ ବିଷୟରେ ତମେ ପଢିବ। କାହିଁକି? ପାଟି ଚୁପ୍ କର। ଷ୍ଟାର୍ଟ କର। ମୁଁ ନାଇଁ ପାଟି ଚୁପ୍। ଜୋର ପାଟିରେ ପଢ। ଫାଷ୍ଟ ଟାଇମ୍ ପଢୁଛି ହେଲା। ଏଇ ତମର ବହି ନାହିଁ? ଦେଖ ବହି ଦେଖ। ବୈଠକଖାନା ବଜ୍ର ବିହାରୀ ବାବୁଙ୍କର ପ୍ରବେଶ। ତାଙ୍କ ପଛେ ପଛେ ଗୋଟିଏ ପୁଲିସ ସୁଟକେସ ଓ ବେଡିଂ ଧରି ପ୍ରବେଶ। ବ୍ରଜ ବିହାରୀ ବାବୁ ପୁଲିସକୁ ପଇସା ଦେଇ ବିଦା କରି ସାରିବା ପରେ ଫୋନ ଖୋଲି ଗୋଟିଏ ଆରାମ ଚେୟାରରେ ବସି ପଡିଲେ। ଏଇ କଣ ହେଇଛି? ଆଣି ନବୁ କହୁନ ମୁଁ କାନ ବୋଲି ତମକୁ ଯାହା ଚାରିଟା ଅଛି ଗୋଟେ ତମକୁ ଦେବ। ଦେଖ ଗୋଟେ ବୈଠକ ଖାନା ବା ତାଙ୍କର ଯୋଉଟା ଡ୍ରଇଂ ରୁମ୍ ମାନେ ଯୋଉଠି ବସା ଉଠା କରିବା ସେଇଠି ଆସିକି ନା ମାନେ ବହୁତ ଦିନ ପରେ ଯେମିତି ମାନେ ବିଦେଶରୁ ଫେରନ୍ତି ନା ସେମିତି ଯୋଉ ଲଗେଜ ଫଗେଜ ଧରିକି ପୁରା ବ୍ରଜ ବିହାରୀ ବାବୁ ଆସିଲେ ପ୍ରବେଶ କଲେ। ଆଉ ସେ ବୈଠକ ମାନେ ଖାନାରେ ବସିଲା ହେଲା ଗୋଟେ ଆରାମ ଚେୟାରରେ ବସିଲେ। ଫୋନ ବାହାର କଲେ। ତାପରେ କଣ ଦେଖିଲେ ନା ଗୋଟିଏ ସ୍ୱସ୍ତିର ନିଶ୍ୱାସ ମାରି ଟେବୁଲ ଉପରେ ଖବର କାଗଜ ଟା ଉଠେଇ ନେଇ ପଢିବାର ବ୍ୟସ୍ତ ରହିଲେ। ପଢୁ ପଢୁ ତାଙ୍କ ପାଟିରୁ ବାହାରି ପଡିଲା ବଜ୍ରବାବୁ। ହଁ ବଜ୍ରବାବୁ
चषमाटाକୁ ଟିକେ ଭଲ କରି ପୋଛି ନେଇ ଆଖିରେ ଲଗାଇ ପଢିବାକୁ ଚେଷ୍ଟା କରେ। ନିରୁଦ୍ଦେଶ ମାନେ ଯୋଉ ଆମ ଯେମିତି ପେପରରେ ବାହାରେ ନା ମାନେ ଯିଏ ହଜି ଯାଆନ୍ତି ତାଙ୍କ ନାଁରେ ନିରୁଦ୍ଦେଶ। ମୋର ସ୍ୱାମୀ ଶ୍ରୀ ବ୍ରଜବିହାରୀ ପତି ଡେପୁଟି ମାଜିଷ୍ଟ୍ରେଟ ଓ କଲେକ୍ଟର, ବୟସ 40 ଓ ସ୍ୱାସ୍ଥ୍ୟବାନ, ଗୋରାବର୍ଣ୍ଣ, କୁଚକୁଚିଆ ବାଳ, ଆଖିରେ ଚଷମା, ଆଜକୁ ପ୍ରାୟ 2 ମାସ ହେଲା ନିରୁଦ୍ଦେଶ ହୋଇଛନ୍ତି। ଯଦି କୌଣସି ଦୟାଶୀଳ ନାରୀ ମୋର ସ୍ୱାମୀକୁ ପାଇଥାନ୍ତି ତେବେ ତାଙ୍କୁ ସେ ନିଜର ସମ୍ପତ୍ତି ଭାବରେ ଅଧିକାର ନ କରି ଦୟାକରି ନିମ୍ନଲିଖିତ ଠିକଣାରେ ଫେରସ୍ତ କରିଦେବେ। ହେଲା, ସେ କହିଛନ୍ତି କଣ ନା ଯେତେବେଳେ ମାନେ ତାଙ୍କର ବୈଠକ ଖାନାରେ ଆସି ବସିକିନି ପେପର ଥୁଆ ହେଇଥିଲା ଟେବୁଲ ଉପରେ, ପେପର ପଢିବାକୁ ମାନେ ଖୋଲିଛନ୍ତି, ତାପରେ ଲେଖା ହେଇଛି ନିରୁଦ୍ଦେଶ, ତାପରେ ବ୍ରଜ ବିହାରୀ ବାବୁଙ୍କ ନାଁରେ ଲେଖା ହେଇଛି। କାରଣ ସେ 2 ମାସ ହେଲା ମାନେ ଘରୁ ଯାଇଥିଲେ ଆଉ ଫେରି ନଥିଲେ ବୋଲି ତାଙ୍କ ସ୍ତ୍ରୀ କିଏ ନା ବନମାଳା ପତି କଣ କରୁଛନ୍ତି ନା ତାଙ୍କର ଯୋଉ ପେପରରେ ଛାପିଛନ୍ତି କଣ ନା ଶ୍ରୀମତୀ ବନମାଳା ପତି, ଚାନ୍ଦିନୀ ଚୌକା, କଟକ। ହେଲା, ତାପରେ ଦନେଇ ହଉଛି କିଏ, ଦନେଇ ହଉଛି ଚାକର। ତାପରେ ପଢ ଜୋର ଜୋର ପାଟିରେ। ଏ ଘରେ ସମସ୍ତେ ମରିଗଲେଣି ନା କଣ? ବଞ୍ଚିଛନ୍ତି ତେବେ ଡାକିଲେ ଶୁଣୁନ କାହିଁକି ସବୁ? ବଞ୍ଚିଛୁ ଇରେ ଭାରି ବଡି ବଡି କଥା କହିଲୁନି, ମା କଣ କରୁଛନ୍ତି? ଏଇ ତମର ଶୁଭୁନି, ସେ ପଛ କାନଟା ବନ୍ଦ କରିଦେ। ଇରେ ଏମିତି ଏମିତି କରି କଥା କହୁଛୁ କଣ? କାହିଁକି ରେ? ଜନାର୍ଦ୍ଦନ ବାବୁ କଣ କହିଲୁ? କିଏ ରଖୁଛି କିଏ? ଏ ଜନାର୍ଦ୍ଦନ ବାବୁ କଣ ତୋ ମୁଣ୍ଡ ବିଗିଡି ଯାଇଛି କି? ତ କିଆ ବିଗିଡି? କଣ ଭାରି ବହ ବହ ହେଇଗଲାଣି ତୋର ପିଠେ? ବେବା କହୁନ ପାଣି ପିଇବ ଆଉ ପଢ ଯେତିକି ଆଇନି ପାସ୍ ହେଇଗଲାଣି। ଆଜିକାଲି ସମସ୍ତେ କେହି କାହାକୁ କରିପାରିବେନି। ସତରେ ଆଇନି ପାସ୍ ହେଇଗଲାଣି? ଆମ ନିଖିଳ କଟକ ନିଖିଳ କଟକ ଚାକର ସଭାରେ ତମର ଫେର ଗୋଟେ ସଭା ସମିତି କରିଲେଣି ନାଇଁ? ଆଜିକାଲି ସଭିଙ୍କର ଆମର ବୁଝିଲି, ସେଥିରେ କଣ ସବୁ ଆଇନ ପାସ୍ ହେଇଛି ଜଣାଯାଉ? ମାନେ ଚାକର ମାନଙ୍କୁ ପାରିବେନି, ତାଙ୍କୁ ବାହାର କରିପାରିବେନି। ବାବୁମାନେ ଯାହା ଖାଇବେ ଚାକର ମାନେ ସେଇଆ ଖାଇବେ। ବାବୁମାନେ ଯୋଉ ପୋଷାକ ପିନ୍ଧିବେ ଚାକର ମାନେ ସେଇ ପୋଷାକ ପିନ୍ଧିବେ ନାଇଁ? ବାବୁମାନେ ଯୋଉ ଶେଯରେ ଶୋଇବେ ଚାକର ମାନେ ବି ସେଇ ଶେଯରେ ଶୋଇବେ। ବାବୁମାନେ ଯୋଉ ଦରମା ପାଉଥିବେ ଚାକର ମାନେ ସେଇ ଦରମା ପାଇବେ। ସେଇ ତକ ଛଡା ଆଉ ସବୁ ବିଷୟରେ ବାବୁ ତମରି ଜଣ କଣ ପଚାରିଛି? ତ ମଝି ଆଇଲା ଭଲ କାମ ନ କଲେ ବାବୁମାନେ କିଛି କରିପାରିବେ। ବା ଭଲ ଆଇନ କରିଛି। ଚାକର ମାନେ ଭଲ କାମ ନ କଲେ ବାବୁମାନେ ତାଙ୍କ ଘରୁ ତଳି ଦେଇ ପାରିବେ ନାହିଁ। ସେଥିପାଇଁ ଆମ ଚାକର ସେକ୍ରେଟେରୀଙ୍କ ନିକଟକୁ ଦରଖାସ୍ତ କରିବାକୁ ସିଏ ଆସି ଘଟଣା ତଦନ୍ତ କରିବେ। ଯଦି ଚାକରରେ ଦୋଷ ହୋଇଥିବ ତେବେ ସିଏ ହୁକୁମ ଦେଲେ ବାବୁ ଚାକରକୁ ତୋଳି ପାରିବେ, ତା ନହେଲେ ନାହିଁ। ସତେ? ଆଚ୍ଛା ହଉ ହଉ ଜନାର୍ଦ୍ଦନ ବାବୁ ଆପଣ ବର୍ତ୍ତମାନ ଟିକେ ଖବର ଦିଅନ୍ତୁ ତ ମୁଁ ଆସି ପହଞ୍ଚିଲି ବୋଲି। ମୁଁ ଡାକି ପାରିବି
टाइम ହେଇଗଲା କଣ ଟାଇମ ହେଇଗଲା? ଆମର ଚାକର ସଂଘରେ ଆଇନ ପାସ୍ ହେଇଛି ଯେ କୌଣସି ଚାକର 10 ଘଣ୍ଟାରୁ ବେଶୀ କାମ କରିପାରିବେ ସକାଳ 7ଟାରୁ ଦିନ 5ଟା ପର୍ଯ୍ୟନ୍ତ। ସେଇଠୁ ସେମାନଙ୍କର ଛୁଟି ସେମାନେ थिएटर थिएटर सिनेमा देखी। सिनेमा अच्छा खूब ଭଲ ବ୍ୟବସ୍ଥା। ତାପରେ ଘରକୁ କେତେବେଳେ ଫେରିବେ? ରାତି 12ଟା ଆଗରୁ। ତାଙ୍କୁ କବାଟ ଫିଟେଇବା ପାଇଁ ବାବୁ କିମ୍ବା ବାବୁଆଣୀ ତାଙ୍କୁ ଏଠି ଜଗିବାକୁ ପଡ଼ିବ। ତା ନହେଲେ କେମିତି ହବ ହଉ ମୁଁ ଯାଉଛି। ଆଚ୍ଛା କଣ କୁହନ୍ତୁ ବେ କହୁନ? କଣ କୁହନ୍ତୁ ବେ ଆଉ ସମୟ ନାହିଁ। କଣ ସଂଘର ସେକ୍ରେଟାରୀ କି? ମୁଁ ନିଜେ ଶ୍ରୀ ଜନାର୍ଦ୍ଦନ ବେହେରା। ଭାରି ସୁବିଧା ହେଲେ ମୋ ନାଁ ଦସ୍ତଖତ କରିଦେବେ। ଦରଖାସ୍ତ କାହାର ହାତରେ ପଡେଇ ନାହିଁ। ସେକ୍ରେଟାରୀ ହେଇଛନ୍ତି କିନ୍ତୁ ଆମ ଓଡିଆ ପଢିଆକୁ କିନ୍ତୁ ଦସ୍ତଖତ କରେଇଦିଅ କିନ୍ତୁ ଆଉ କାହା ହାତରେ ମୁଁ ପଢେଇକି ଖୁଦେବି ଆଉ। ଆଚ୍ଛା ହଉ ମୁଁ ଦରଖାସ୍ତଟା ତମ ସେକ୍ରେଟାରୀଙ୍କୁ ଦଉଛି ନିଅ। କି ଦରଖାସ୍ତ? ତମେ ବେହେରାକୁ ଚାକିରିରୁ ବାହାର କରିବା ପାଇଁ ମୋର ସେକ୍ରେଟାରୀ ଜନାର୍ଦ୍ଦନ ବେହେରାଙ୍କ ନିକଟକୁ ସତର୍କ କରି ତାଙ୍କୁ ଚାକିରିରୁ ବାହାର କରିବାକୁ ସୁପାରିଶ କରନ୍ତୁ। ହଉ ତେବେ ମୁଁ ଚାକର ସଂଘରେ କାମ କଥା ପକେଇବି ମୁଁ ଯାଉଛି। ଏ ଆଜିକାଲି ଚାକର ଗୁଡାକ ବି ଚାଲାକ ହେଇଗଲେଣି। ତମେ କେତେବେଳେ ଆସିବେ? ନା ନା ତମର ସଇଲା ତାପରେ ଗଲ ତମେ କେତେବେଳେ ଆସିବ? ଅନେକ ଥର ଆସିଲି ବନମାଟି ଦେବି 2 ମାସ ପରେ କିନ୍ତୁ ମତ ଅଭ୍ୟର୍ଥନା କରିବା ପାଇଁ ମୋ ଘରେ କାହାକୁ ଦେଖିବ? ହଁ ଦେଖିପାରିବି ଛୋଟଟି ତାଙ୍କ ପାଇଁ ମୁझे ଯାଇ କୌଣସି ଖବର ନାହିଁ ହଁ ସେଇ ଆସି ପହଞ୍ଚୁଛି ଦେଖିକି କାଗଜ କୌଣସି ପାଇ ତମ ପାଖକୁ ଡେଲିଭରି କରିନାହାନ୍ତି ଆଉ ତମେ କେଉଁଠି ଦେଖିଲ? କନ୍ୟା ଦେବୀ ମତେ ତାଙ୍କ କବଳରୁ ତମ କବଳରୁ ତମ କବଳରୁ ପଠେଇଦେଲେ ଯାଜପୁରରେ ବନ୍ୟା ଅଞ୍ଚଳରେ ଅବସ୍ଥା ଏତେ ଶୋଚନୀୟ ଥିଲା ଯେ ଆଉ ସେଇଠୁ ଫେରି ଆସି ହେଲାନି ଯାଇଥିଲେ ଯାଜପୁର ବନ୍ୟା ହେଲା ସେଇଠି 2 ମାସ ରହିଲେ। ମୋର ସାଙ୍ଗ ଏବେ ଅମଳକ ହୋଇଗଲା କାହିଁକି ଦୁଃଖ ଲାଗୁଛି? ଦୁଃଖ ଲାଗିବା କଥା ମୋର ଡିପ୍ରେସନ ଦୂର ହେବା କଥା ନୁହେଁ ଆଜିକାଲି କୌଣସି ପୁରୁଷ ନେଇ ହେବା ଅର୍ଥ ମୋର କି ନା କୌଣସି କବଳରେ ଆଜିକାଲି ନାରୀମାନଙ୍କୁ ସବଳ ତମ ଭଳି ଦୁର୍ଦ୍ଦାନ୍ତ ନାରୀ ତ ଆଜିକାଲି ଓଡିଶାର ସବୁ ଜିଲ୍ଲାରେ ଗୋଟିଏ କଲେଜ ସେଥିରେ ସହଶିକ୍ଷା ପୁରୁଷମାନଙ୍କର ଆଉ କଣ ଚାଲ ଅଛି? କଣ କହିଲ ଗୃହଲକ୍ଷ୍ମୀ ସଭା ମାନେ ଗୃହର ଯେଉଁଠି ଲକ୍ଷ୍ମୀ ତାଙ୍କୁ ଲକ୍ଷ୍ମୀ ମାନେ ଉପଯୁକ୍ତ ନାରୀଙ୍କୁ ତାଙ୍କର ସଂଘର ସଭାନେତ୍ରୀ କରି ଆଚ୍ଛା ଏ ସଂଘର କାର୍ଯ୍ୟ କଣ? ଆମ ସଂଘର କର୍ମଚାରୀଙ୍କ ଦେବାକୁ ମୋର ସମୟ ନାହିଁ କେବଳ ଏତିକି ଜାଣି ରଖ ଯେ ପରିବାର ପାଇଁ ଉପଯୁକ୍ତ ପଢିବା ଏ ସଂଘର ଆରେ ମୁଁ ତ ଠିକ ସେଇ ଅନୁପାତ କରିଥିଲି ଦୀର୍ଘ 2 ମାସ ପରେ ସ୍ୱାମୀ ଘରକୁ ଫେରିଲା ବେଳକୁ ଯେଉଁ ତାଙ୍କର ଚର୍ଚ୍ଚା କରିବାର ଲୋକଙ୍କୁ ସମ୍ବରଣ କରି ସଂଘର ସଭାନେତ୍ରୀ କରିବାକୁ ବାହାରେ ସେଇ ଉପଯୁକ୍ତ ଭୂମିରେ ତିଆରି କରିପାରିବ। ହଉ ତମର ଯୁକ୍ତି ରଖ ମୁଁ ଚାଲିଲି ଆଉ ଶୁଣ ବିଲୁର ଖାଇବା ସମୟ ହେଲେ ତାକୁ ଟିକେ
ଫିଡିଂ ବଟଲ अच्छा अच्छा तुम जाओ तुमको समय मिलेगा ଆମ ସାଙ୍ଗରେ ରାତିରେ କଥାବାର୍ତ୍ତା ରେ ରାତି ମୋର ସିଆଡେ ଡେରି ହୋଇଗଲାଣି ମୁଁ ଯାଏ ରଜ ପଡୁନା ଆଉ କୋଉଠି ଅଛି ପ୍ରାକେଟ ପଡ ଏଇ ରାଜ ଶୁଣି ମୁଁ ଏଠି ଅଛି ବୋଲି ତତେ ଜଣା ଯାଉନି ଜଣା ଯାଉଛି କୌଣସି କାରଣ ନାହିଁ ମୋର ଆଖି ତ ଅଛି ତମକୁ ଦେଖିବ ମୋର 2 ମାସର ଅନୁପସ୍ଥିତିରେ ତ ଭାରି ଅଭଦ୍ର ହେଇଯାଇଛି ଦେଖୁଛି କଣ ବୁଝିଲ ତମେ କହିଲ ଭାଇନା କଣ ଭାବିଥିଲି ତୁ ମୋ ସାମ୍ନାରେ ଏମିତି ଗୀତ ବୋଲି ମେସିନ ମାରି ଚାଲି ଯାଉଛୁ ମୋର ସେଇଟା ବ୍ୟକ୍ତିଗତ ସ୍ୱାଧୀନତା ତମେ ସେଥିରେ ହସ୍ତାକ୍ଷର କରିପାରିବ ନାହିଁ ସତରେ କଣ ହଁ ସତ ଛାତ୍ର ସଂଘର ସେଇ ଗାର୍ଡିଆନ ଛାତ୍ର ବ୍ୟକ୍ତିଗତ ସ୍ୱାଧୀନତା ହସ୍ତାକ୍ଷର କରିପାରିବେ ଛାତ୍ର ସଂଘର ଏଇ ଗୋଟାକ ନୂଆ ଆଉ କଣ କିଛି ଅଧ୍ୟାପକ କିମ୍ବା ଶିକ୍ଷକମାନେ ଛାତ୍ରମାନଙ୍କୁ ଶାସନ କରିପାରିବେ ନାହିଁ ତାପରେ ପରୀକ୍ଷାରେ ସବୁ ସବଜେକ୍ଟରେ ବାସ୍ତବିକ ଫେଲ୍ ହେଲେ ମଧ୍ୟ ସେମାନଙ୍କୁ ସେଣ୍ଟର କିମ୍ବା କ୍ଲାସ ଉଠେଇ ଦିଆଯିବ ଲେଡି ଷ୍ଟୁଡେଣ୍ଟ ମାନେ କ୍ଲାସରେ ଅଲଗା ସିଟରେ ନ ବସି ଛାତ୍ରମାନଙ୍କ ସହ ଏକା ବେଞ୍ଚରେ ବସିବେ ଏଇ ଶେଷ ରଜନୀତି ବାସ୍ତବିକ ସବୁଠୁ ବେଶୀ ବାଧ୍ୟ କର୍ତ୍ତୃପକ୍ଷ ଛାତ୍ରମାନଙ୍କ ପ୍ରତି ଭାରି ଅନ୍ୟାୟ କରୁଛନ୍ତି ଏ ଦିଗରେ ତୁମେ ବର୍ତ୍ତମାନ କୁଆଡେ ବାହାରିଥିଲ ପରୀକ୍ଷା ଆଉ କେତେ ଦିନ ରହିଲା କାଲି ଏବେ ମତେ ନିଶ୍ଚୟ ସିନେମାକି ଯିବାକୁ ହବ ମୁଣ୍ଡ ଗରମ ହୋଇଯିବ କି ଫିଲ୍ମ ଦେଖିବାକୁ ଯାଉଛୁ ଭଲ ଛବି ହୋଇଥିବ ହଉ ଯା ଯା ସମୟ ହେଇଗଲାଣି ଏ ଘର ସଂସାର ମୋର କଣ ହେଇଛି ଏ 2 ମାସ ଭିତରେ ସିଆଡେ ବହିରେ ଲୋକ ଭାସିଗଲା ସାଙ୍ଗ ଇଆଡେ ସଂସାର ଭାସିଗଲାଣି ଚାକର ଜୀବନ ଆସେ ତମର ସମ୍ଭବ ନାହିଁ ହଁ ଅଛି ଆଜ୍ଞା ନମସ୍କାର ବଡ ବଡ ତମର ବି ଶୁଣୁଛି କଣ ଏ କଥା ବି ଜାଣିନାହାନ୍ତି ଗ୍ରୁପରେ ଟିଚର ଆସୋସିଏସନ ଗୋଟେ ହେଉଛି କରାଇବେ ଜାଣିଛି ଜାଣିଛି ଭୁଲି ଯାଇଥିଲି ଦେଖନ୍ତୁ ମତେ ସେମିତି ମାଷ୍ଟର ବୋଲି ଡାକିବେ ନାହିଁ କାହିଁକି ମାଷ୍ଟର ଡାକଟା ଗୋଟାଏ ଅବଜ୍ଞା ସୂଚକ ସମ୍ବୋଧନ ଆପଣ ଏଣିକି ମାଷ୍ଟର ବାବୁ ବୋଲି ଡାକିବେ ବୁଝିଲେ ତମ ସଂଘରେ ବି ସଂକ୍ରାନ୍ତ ରେଜୁଲେସନ ପାସ୍ ହେଇଛି ହଁ ପାସ୍ ହେଇଛି ମୁଁ ଯାଉଛି ଆଜ୍ଞା ଏତେ ଶୀଘ୍ର ଯାଉଛୁ ଯେ କେତେଟା ବେଳେ ପଢେଇବାକୁ ଆସିବେ 4:30 ବେଳେ ବର୍ତ୍ତମାନ 5:20 50 ମିନିଟ୍ ପଢେଇଲି ଆଜ୍ଞା ଆଉ କେତେ ପଢାନ୍ତି ମତେ ଓଳିକେ 6ଟା କରି ଟ୍ୟୁସନ କରିବାକୁ ପଡେ ସବୁଠୁ ଏଇ 50 ମିନିଟ୍ ହଁ ଆଜ୍ଞା ଆମ ସଂଘର ନିୟମ ସେଇଆ 50 ମିନିଟ୍ ଭିତରେ ତମ ପିଲାକୁ କେତେ ପାଠ ପଢଉଛ କାହିଁକି ଆଜ୍ଞା ସବୁ ଆଜିକାଲି ପାଠ ପଢିବା ଭାରି ସହଜ ହୋଇଗଲାଣି ସହଜ ହେଇଗଲାଣି କେମିତି କିଛି କଷ୍ଟ ନାହିଁ ପାଠ ଗୁଡାକ ଆମେ ଫିଲ୍ ଭଳି ପିଲାମାନଙ୍କୁ ଟପାଟପ ଗଳେଇ ପକଉଛୁ ମାନେ ସବୁ ବିଷୟର ନୋଟ ଡାକି ଦଉଛୁ ପିଲାମାନେ ତାକୁ ନ ବୁଝି ମୁଖସ୍ଥ କରିଦଉଛୁ ପାଠ ବୁଝିବା ଦରକାର ପାଠ ବୁଝିବା ଗୋଟେ ନୁହେଁ ବୁଝି କରି ପାଠ ପଢିଲେ ଆଜ୍ଞା ମାଷ୍ଟର କୂଳ ଭାସିଯିବ ବୁଝୁନାହାନ୍ତି ଆଜ୍ଞା ମୁଖସ୍ଥ କରିଦେଲେ ପରୀକ୍ଷା ଖାତାରେ ଲେଖୁ ଲେଖୁ ଯୋଉଠି ଅଟକିଲେ ସେଇଠି ଆଉ ମୁଣ୍ଡରୁ କିଛି ବାହାରିବ ନାହିଁ କିନ୍ତୁ ବୁଝିକରି ପଢିଲେ ତ ବିପଦ ଆଜ୍ଞା ପିଲା ଗୁଡା ବେଶୀ ସଂଖ୍ୟାରେ ପାସ୍ କରିଯିବେ ଟ୍ୟୁସନ ବଜାର ମାନ୍ଦା ପଡିଯିବ ହଉ ଆଜ୍ଞା ମୁଁ ଯାଉଛି ଆହୁରି 5ଟା ବାକି ନମସ୍କାର କଣ ଇଏ ସବୁ ମାସ ଦିନରେ ସବୁ ବଦଳି ଯାଇଛି ଘରେ ଆଉ କିଏ ରହି ମୁଁ ଘରକୁ ବିନୋଦ କିଏ ସିଏ ତାଙ୍କର ଯୋଉ ଇତିହାସରେ ସେ ତାଙ୍କର ପଢିଦେଲେ ତମକୁ ଯୋଉ ସବୁ ଅଳ୍ପ ଦେଖୁଛ ଠିକ ଅଛି ଅଳ୍ପ ଅଳ୍ପ ପଢିଦିଅ ରଜ ବିହାର ଅଧିକ ଅଛି ମାନେ ଆଉ କାହାର ନାହିଁ
ବିନୋଦ ବଡ ଆପଣଙ୍କର କଣ କରୁଥିଲେ? ଆଜ୍ଞା ମୁଁ ଜଣେ ଅତ୍ୟାଚାରିତ ସ୍ୱାମୀ। ଓ ବସନ୍ତୁ ଆପଣଙ୍କ ନାମ ଅଜୟ ବିହାରୀ ପତି। କଣ କରନ୍ତି? ଦେଖୁତି ଓ ବୁଝୁଛନ୍ତି। କଣ ବୁଝିଲେ ଆଜ୍ଞା? କାହିଁକି ଆପଣଙ୍କର ସ୍ତ୍ରୀ ଆପଣଙ୍କୁ ଅତ୍ୟାଚାର କରୁଛନ୍ତି? କାହିଁକି? ପରେ ଜାଣିବେ। ଆମର ଜଣେ ସାଇକ୍ରେଟିଷ୍ଟ ସାଇକ୍ରେଟିଷ୍ଟ ଅଛନ୍ତି। ସେ ଆପଣଙ୍କୁ କେତେ ପ୍ରଶ୍ନ ପଚାରି ଆପଣଙ୍କ ସ୍ତ୍ରୀ ତାପରେ ଚିକିତ୍ସା ବ୍ୟବସ୍ଥା ଆପଣ ଏ ସଂଘରେ କି କାର୍ଯ୍ୟ କରନ୍ତି? ଏ ସଂଘର ସମ୍ପାଦକ। ତେବେ ମୋ ବିଷୟରେ ଟିକେ ଶୀଘ୍ର ବୁଝିଦିଅନ୍ତୁ। ଆପଣଙ୍କୁ 100 ଟଙ୍କା ଫିସ୍ ଦେବାକୁ ପଡ଼ିବ। ଦିଅନ୍ତୁ ଆଜ୍ଞା ଏଇ ସାଙ୍ଗେ ସାଙ୍ଗେ ଶୀଘ୍ର ଭାବିକି ଡାକିବେ। ଶିବ କିଏ? ନମସ୍କାର ଆପଣ ଦେଖନ୍ତୁ ମାଜିଷ୍ଟ୍ରେଟ। ହଁ ମତେ କେତେ ପ୍ରଶ୍ନ ଉତ୍ତର ଜୋର ପଡ ନିଶ୍ଚୟ ପଚାରିବେ। ଆପଣ କେତେ ବର୍ଷ ହେଲା ବିବାହ କଲେଣି? 15 ବର୍ଷ। ଆପଣଙ୍କ ବୟସ 40 30 କଲେଜରେ ଆଇଏ ପଢୁଥିଲେ ମୋ ସହିତ ନାଇଁ ତମ ଦି ଜଣ କି କାମ ଚାଲିଛି? ମତେ ବିବାହ କରିଛି। ଆପଣଙ୍କ ସ୍ତ୍ରୀ ନାଇଁ ପ୍ରସାଦଙ୍କ ସାହାଯ୍ୟରେ ନିଜେ ଆଇସି ସନ୍ତାନ ସନ୍ତତି ଦୁଇଟି ପୁଅ। କେତେ ବର୍ଷ? ଗୋଟିକୁ 10 ଆଉ ଗୋଟିକୁ 10। ଆପଣ ମାସରେ କେତେ ଦିନ? 12 ବାକି 10 ଦିନ ମତେ ଭାତ ବୁଝିବାକୁ ସମୟ ନଥାଏ। କିନ୍ତୁ ମନେ ପଡୁନି ଆଜ୍ଞା ସେଇ ବାହାଘର ପାଇଁ ଥରେ ଅଧେ କହିଲେ କହିଥିଲେ। ତାପରେ ଆପଣ କେବେ ଆଉ କହିଲେନି? ସମୟ ଚାକିରି ଧାରଣାର ଅଭ୍ୟାସ ଆପଣଙ୍କ ଉପରେ ଥିବ। ଏଇ ଘର ବହୁତ ଫେରିଲା ବେଳେ ଦେଖେ ମୋ ସ୍ତ୍ରୀ ଘରେ କିମ୍ବା ଘରେ ଥିଲେ ମତେ ଅଭ୍ୟର୍ଥନା ଜଣାନ୍ତି ନାହିଁ। ହଠାତ୍ ମୋର ସମିତିର ପାଖକୁ ବାହାରିଯାଏ। ମୁଁ କଫି ଚା ବି ପିଇବାକୁ ପାଏନି। ଚାକରମାନେ ସଂଘ ଭଳି ଥିବା କୁର୍ଚିଆରେ ରୋଷେଇ କରି ଥୋଇ ଦେଇ ଚାଲିଯାଏ। ଚାକର ତା କାମ ସାରି ବାହାରିଯାଏ। ମୁଁ ସବୁ କାମ ବାଧ୍ୟ ହୋଇ କରେ। କେବଳ ଏଇଆ ନାଇଁ ଆହୁରି ଅଛି ଲାଗିଥିଲା। ଇଣ୍ଡୋନେସିଆ ମୋର ସ୍ତ୍ରୀ ଆହତ ସ୍ୱାମୀମାନଙ୍କ ପାଇଁ ସ୍ୱେଟର ମଫଲର ବୁଣିବାରେ ବ୍ୟସ୍ତ। ଅଥଚ ମୋର ସାର୍ଟ ଛିଣ୍ଡିଗଲା ମରାମତି ହୋଇପାରେ ଲଙ୍ଗା ହୋଇପାରୁନି। ଆଉ କଣ? ଅଧିକାଂଶ ସମୟରେ ମୋ ସ୍ତ୍ରୀ ବାହାରେ ପ୍ରାୟ ରାତି 10ଟା ବେଳକୁ ଘରକୁ ଫେରନ୍ତି। ଅଧିକାଂଶ ସମୟରେ ବାହାରେ ଖାଇକି ଆସେ। ଆଉ ସେଇ ଯଥେଷ୍ଟ ଦେଖନ୍ତୁ ପଞ୍ଚମ ଦେଖିଲେ ମୁଁ ଦେଖୁଛି ମୁଁ ଦେଖିଛ ହଁ ଆପଣ ବା ଭଲ ଆନାଲିସିସ୍ କଲେ ଆପଣ ମୋର ଭଲ ଭଲ ଦୃଷ୍ଟିଟା ରାଗୁଛନ୍ତି କାହିଁ? ଶୁଣନ୍ତୁ ଆପଣ ବଡ ଅସାମାଜିକ ହୋଇପଡୁଛନ୍ତି। ସ୍ତ୍ରୀ ସହିତ ଯଥେଷ୍ଟ ମିଳାମିଶା କରିପାରୁଛନ୍ତି। ସେଥିପାଇଁ ମୁଁ କଣ କରେ ମୋର ତ ଫେର ଚାକିରି ଅଛି। ସ୍ତ୍ରୀ ସଂସାର କପଡା ଯିବାକୁ ସମୟ ଦେବେ। ଏବେ ଖାଲି ଚାକିରି କରିଥାନ୍ତେ ସ୍ତ୍ରୀ ସଂସାର କରିନଥାନ୍ତେ। ଯେଉଁମାନେ ଚାକିରି ସେମାନଙ୍କର ସ୍ତ୍ରୀ ମାନେ ଏପରି ସ୍ୱେଚ୍ଛାଚାରୀ ହେବାକୁ ବାଧ୍ୟ ହୁଅନ୍ତି। ଆପଣଙ୍କର ଅନୁମାନ ଭୁଲ। ଏହି ହୋଇପାରେ। ହେଇପାରେ କିନ୍ତୁ ମୁଁ କହେ ନାରୀ ମାନେ ବିଷୟରେ ଆପଣଙ୍କୁ କୌଣସି ନାରୀ ତ ନାରୀ ତା ହେବେ ବିବେଚନା କରିବେ ତା ଆପଣ ମତେ ସାହାଯ୍ୟ କରିପାରିବେନି। ଆପଣ ସାହାଯ୍ୟ କରୁନାହାନ୍ତି। ମୁଁ ଯାହା କହୁଛି ସେଇ ଅନୁସାରେ କାମ କରନ୍ତୁ। ଦେଖିଲେ ଆପଣଙ୍କୁ ଜବତ କରିପାରିବେ। ବେଶ ଆପଣଙ୍କୁ ଶୋଷଣ କଲେ ଏମିତି ହେବେ ଗତି ଅନେକ ଘଣ୍ଟାରେ ଅନେକ ଅନ୍ୟ ମହିଳାଙ୍କ ସହିତ ମୁଁ ଏବେ ସେମିତି ମହିଳାଟି କେଉଁଠି ପାଇବି? ଆପଣ ସେଥିପାଇଁ ବ୍ୟସ୍ତ ହେବାକୁ ପଡ଼ିବନି।
ଆମେ ତାକୁ ବ୍ୟବସ୍ଥା କରିବୁ। ଆମର ଗୋଟେ ଡୋମେଷ୍ଟିକ ରିହାବିଲିଟେସନ ସୋସାଇଟି ଅଫର ପାରିବାରିକ ଭୋଜନ services। କଣ ରେଫ୍ୟୁଜି ରିହାବିଲିଟେସନ ଭଳି ଅତ୍ୟାଚାରିତ ସ୍ୱାମୀମାନଙ୍କ ପରିବାରରେ ଶାନ୍ତି ଶୃଙ୍ଖଳା ଆଣିବା ଦିଗରେ ଏହି ସମିତି କାର୍ଯ୍ୟ କରେ। ଏଥିରେ ବହୁ ଭଦ୍ରମହିଳା ସଭ୍ୟ ଅଛନ୍ତି, ଯେଉଁଠି ଆମେମାନେ ଅତ୍ୟାଚାରିତ ସେମାନଙ୍କୁ ସାହାଯ୍ୟ କରନ୍ତି। ସେମାନଙ୍କର ଚିତାକର୍ଷକ ବ୍ୟବହାର ଦ୍ୱାରା କିନ୍ତୁ ଅତ୍ୟାଚାରିତ ସ୍ୱାମୀମାନଙ୍କର ଚିତ୍ତକୁ ଆକର୍ଷଣ କଲା ପରେ ଯଦି ସତକୁ ସତ ସେମାନଙ୍କୁ ସଶରୀରରେ ଆକର୍ଷଣ କରନ୍ତି, ସେଭଳି କରନ୍ତି। ଅତି ବିଶିଷ୍ଟ ଭଦ୍ରମହିଳା ସମାଜ ପାରିବାରିକ ସୁସ୍ଥତା ଓ ସୁଖ ଫେରାଇ ଆଣିବା ଦିଗରେ ବ୍ରତୀ ହୋଇ କାର୍ଯ୍ୟ କାର୍ଯ୍ୟ କରୁଛି। କାର୍ଯ୍ୟ। ବେଶ, ମତେ ତେବେ ସାମାଜିକ କରିବାକୁ ଚେଷ୍ଟା କରନ୍ତୁ। ଆପଣ ସନ୍ଧ୍ୟାବେଳେ ଆସନ୍ତୁ, ସବୁ ବ୍ୟବସ୍ଥା କରିଦିଆଯିବ। ହଉ ଯାଉଛି, ସନ୍ଧ୍ୟାରେ ଆସିବି। ନାରେ ଅନେକ ପଢ। ବହୁତ ଦିନ ପରେ ଦେଖା, କଣ ସବୁ ଭଲ ତ? ଅନାତି କି ତମେ ପଢ। ଆଉ କିଏ ପଢିବ? ତମେ ପଢିବ? ପଢୁନ। ତମକୁ କହୁଛି ପଛୁକ, ତମେ ଯଦି ପଢିବ ପଢ। ହଁ ଭଲ ଆଉ କଣ ଭଜ ବାବୁ? ନାନା ପତଙ୍ଗ ଦୁଶ୍ଚିନ୍ତା। ଆପଣ ବି ମୋରି ଭଳି ଠକି ଯାଇଛୁ ସବୁ। ହଁ ଆଜ୍ଞା, ଆପଣଙ୍କ ଆପଣ ବି ମୋରି ଭଳି ସ୍ତ୍ରୀଙ୍କ ପ୍ରତି ଯଥେଷ୍ଟ ନିଷ୍କ୍ରିୟ ପାରିବେ। ମୁଁ ତା ନୁହେଁ ଆଜ୍ଞା, ତା ନୁହେଁ, ବରଂ ଅତି ବେଶୀ ମାତ୍ରାରେ ଦୁଷ୍କୃତ ସ୍ତ୍ରୀ ମୋ ଉପରେ ଅତ୍ୟାଚାର ଆରମ୍ଭ କରିଦେଇଛି। ଏମିତି ବି ହୁଏ? ହୁଏ। ଯେତେବେଳେ ଯାହା ଦରକାର ସବୁ ଯୋଗାଇ ଦେଲେ, ସନ୍ଦେଇ ଗାଡ଼ି ମାଡ଼ି ଘର ଦେଇ ଗାଡ଼ି ଆଉ ଆଗେ ପିଛା ଖର୍ଚ୍ଚ କରି 80,000 ଖାଲି ସ୍ତ୍ରୀକୁ ସନ୍ତୁଷ୍ଟ କରିବା। ତାହେଲେ ତ ସିଏ ଆପଣଙ୍କୁ ଖୁବ୍ ଭଲ ପାଇବା। କିନ୍ତୁ ତା ବଦଳରେ ସେ ଭଲ ପାଇଲେ ନୂଆ ଘରେ ଦିନେ ଛାଡ଼ି 2 ଦିନ ଛଡା ଖାଲି ଗାର୍ଡେନ ପାର୍ଟି ପାର୍ଟି କରିବାକୁ ଆଉ ଅନ୍ୟମାନଙ୍କ ସହିତ ଗାଡ଼ିରେ ହାୱା ଖାଇ ବୁଲି। ଇଏ ତ ବଡ ଅନ୍ୟାୟ କଥା। ଆପଣ ଏସବୁ କିପରି ବରଦାସ୍ତ କରୁଛନ୍ତି? ଖାଲି ଏତିକି ନେଇଥିଲେ ତ ଯଥେଷ୍ଟ ହୋଇଥାନ୍ତା। ବିନ୍ଦୁତି ଦେବୀଙ୍କର ସ୍ୱାମୀ ଭାବରେ ମୋରି ଆଦରଟି ସମାଜରେ ବଢୁଥିଲା। ତେବେ ଏଥର କଣ? ସେ ରୀତିମତ ଅନ୍ୟ ସହିତ ପ୍ରଣୟ ଆରମ୍ଭ କରୁଛି। ସତେନା କଣ? ତେବେ ଆପଣଙ୍କ କେସଟା ତ ବଡ ସାଂଘାତିକ। ଦେଖାଯାଉ କଣ ହଉଛି। ଏହି ସମ୍ପର୍କ ସାହାଯ୍ୟ ମିଳୁଛି। ଆଉ ନିଶ୍ଚୟ ଆପଣଙ୍କ ଭଳି ଲୋକଙ୍କ ପାଇଁ ସଂଘ ଗଢ଼ାଯାଉଛି। ଆଉ ପଚାରୁଛନ୍ତି କଣ? ଆଚ୍ଛା, ସଂଘ ଏ ଦିଗରେ ଆପଣଙ୍କୁ କି ସାହାଯ୍ୟ କରିବ? ମୋ ସ୍ତ୍ରୀକୁ ଦେଖେଇ ଦେଖେଇ ଅନ୍ୟ ନାରୀମାନଙ୍କ ସହିତ ଖୁବ୍ ମିଳାମିଶା କରିବି, ସେମାନଙ୍କ ସହିତ ପ୍ରଣୟ ଅଭିନୟ କରିବି। ଓ ବୁଝିଗଲି, କିନ୍ତୁ ଗୋଟାଏ କଥା, ପ୍ରଣୟରେ ସ୍ତ୍ରୀ ଅଭିନୟ ଯଦି ସତ୍ୟରେ ପରିଣତ ହୁଏ? ଆପଣ ବାରମ୍ବାର ଆପଣ ମାନେ ଅତି ଗଣ୍ୟମାନ୍ୟ ବ୍ୟକ୍ତି। ସମିତିର ସଭ୍ୟମାନେ ଅତି ଗଣ୍ୟମାନ୍ୟ। ତେଣୁ କୌଣସି ଦୁର୍ଘଟଣା ଘଟିବାର ଆଶଙ୍କା ନାହିଁ। ତାଙ୍କର ଶାନ୍ତ ଉଦ୍ଦେଶ୍ୟ କୌଣସି ସନ୍ଦେହ ଆପଣଙ୍କ ଉପରେ ହେବା ଉଚିତ। କ୍ଷମା କରିବେ, ମୁଁ ଖାଲି ଦୁର୍ଘଟଣା କଥା କହୁନି। ହଉ, ଯେବେ ଆସେ, ବାହାରିଲା ବେଳକୁ ହଠାତ୍ ଝଡ଼ ଭିତରେ ଅଧ୍ୟାପକ ଚମକି ଠିଆ ହେଲେ। ବାବୁମଣି ଦେବୀ ମତେ ତାଙ୍କୁ ବିସ୍କୁଟ ଲେଟରେ ଆଉ ଏ ଅନାଦି ବଧୁ କର୍ତ୍ତବ୍ୟ ବିଶିଷ୍ଟ ବ୍ୟବସାୟୀ। ଆମେ କାହିଁକି ଆପଣ ଜଣେ ଅତ୍ୟାଚାରିତ ସ୍ୱାମୀ ଆମ ସଂଘର ସାହାଯ୍ୟ ଚାହୁଁଛନ୍ତି। ତାହେଲେ ଆପଣ ତାଙ୍କୁ ଚିହ୍ନନ୍ତି? ମୁଁ କହିଲେ ଅତ୍ୟାଚାରକୁ ମୁକ୍ତ କରି ତାଙ୍କ ଭାର ମୋ ଉପରେ ଛାଡ଼ିଦିଅ। ତାହେଲେ ତ ଅତି ଉତ୍ତମ। ଆପଣଙ୍କର ଭାଇ ସମିତିର ସ୍ୱୟଂ ଚେୟାରମ୍ୟାନ ଆପଣଙ୍କ ଭାର ନେଲେ ନା କଣ କହୁଛନ୍ତି? ନା କହିବେ ଆଉ କଣ, ମୋ ଭାଗ୍ୟ ଭାରି ଭଲ। ଆସ ମୋ ସାଙ୍ଗରେ ଚାଲ। ହଉ ଚାଲ। ହଉ, ମୁଁ ତେବେ ଆସୁଛି। ଆପଣଙ୍କ ସମିତି ଚେୟାରମ୍ୟାନ ଏଇ ଗଣମାଧ୍ୟମରେ
ବୁଝିପାରିଲ ସେ ଯୋଉ ଚେୟାରମ୍ୟାନ ଥିଲେ ବନମାଳା ଦେବୀ ଇଏ ସେଇଠି ଯାଇଛନ୍ତି ଅତ୍ୟାଚାରିତର ଇଏ ବିଷୟଟା ଜାଣିପାରିବ क्वेश्चन आंसर करिया बुझिପାରିଲ ବିଷୟ ବୁଝିପାରିଲ ଟିକେ ବୁଝି ପାଇଲ ଟିକେ ବୁଝି ପାରିଲ ଆଉ ସବୁ ବୁଝିଲି ମାନେ ଏଠି ସେ କହିଛନ୍ତି କି ଆଗ କାଳରେ କେମିତି ମାନେ ସ୍ୱାମୀ ମାନେ ସ୍ତ୍ରୀ ମାନଙ୍କୁ ଅତ୍ୟାଚାର କରୁଥିଲେ କିନ୍ତୁ ଆଧୁନିକ ଯୁଗରେ କେମିତି ସ୍ତ୍ରୀ ମାନେ ସ୍ୱାମୀ ମାନଙ୍କୁ ଅତ୍ୟାଚାର କରୁଛନ୍ତି କୋଉଠି ନା ସେ ଯୋଉ ଅନାଦି ନା ବିନୟ ଅନାଦି ଯେମିତି ତା ସ୍ତ୍ରୀକୁ ଅଧିକ ଗାଡି ଆଉ ଘର ମାନେ ସବୁ ଜିନିଷ ଦେଲା ପରେ ବି ସିନେମା ଦେଖି ଦେଲା ପରେ ବି ସେ କଣ କରୁଛି ନା ଅଲଗା କାହା ସହିତ ଯାଇକିନା ପ୍ରଣୟ କରୁଛି କିନ୍ତୁ ତା ସ୍ୱାମୀକି କରୁଛନ୍ତି କିନ୍ତୁ ଇଏ ମାନେ କଣ କରୁଛନ୍ତି ନା ପ୍ରଜାବିହାର ଯିଏ ସବୁବେଳେ ଅଫିସ କାମରେ ବ୍ୟସ୍ତ ରହୁଛନ୍ତି ତାଙ୍କୁ ସମୟ ଦଉନାହାନ୍ତି ବୋଲି ତାଙ୍କ ସ୍ତ୍ରୀ କଣ କରୁଛନ୍ତି ନା ଅଲଗା ସଂଘ ଭଙ୍ଗ ଦ୍ଵାରା ଯାଇକିନା କାର୍ଯ୍ୟ କରୁଛନ୍ତି କିନ୍ତୁ ତାଙ୍କ ସ୍ୱାମୀର ମାନେ କଥା ବୁଝୁନାହାନ୍ତି ଆଉ ତାପରେ ସେ ଯୋଉ 2 ମାସ ପାଇଁ ଟୁରରେ ଯାଇଥିଲେ ତାପରେ ଆସିଲା ବେଳକୁ ସମସ୍ତଙ୍କର ହେଇଯାଇଛି କଣ ନା ସଂଘ ଚାକରକୁ କହିଲା ବେଳକୁ ଚାକର କହୁଛି ମତେ କିଛି କହିପାରିବେନି ମୋର ସଂଘ ମାଷ୍ଟର କହିଲା ବେଳକୁ ମାଷ୍ଟର କହୁଛି ମୋର ସଂଘ ମତେ ମାଷ୍ଟର କହିପାରିବେନି ମାଷ୍ଟର ବାବୁ କହିବ ଆମର ବି ମାନେ ଗୋଟେ ସଂଘ ହେଇଛି ଆମେ କେତିକି ସମୟ ଯିବୁ ପାଠ ପଢେଇବୁ ଆସିବୁ ହେଲା ଆଉ କଣ ନା ଯୋଉ ଛାତ୍ର ମାନଙ୍କ ପାଇଁ ବି ସଂଘ ହେଇଯାଇଛି ତାଙ୍କର ବ୍ୟକ୍ତିଗତ କଥା ଉପରେ ମାନେ ବାପା ମା ମାନେ ବା ଗୁରୁଜନ ମାନେ ହସ୍ତକ୍ଷେପ କରିପାରିବେ ନାହିଁ ସେଇଟା ବି ଗୋଟେ ଅପରାଧ ମାନେ ସେ ଯାହାକୁ ମାନେ କହିବାକୁ ଚେଷ୍ଟା କରୁଛି ବା ସୁଧୁରେଇବାକୁ ଚାହୁଁଛନ୍ତି କି ବ୍ରଜ ବାବୁ ସମସ୍ତେ କହୁଛନ୍ତି ଆମର ଗୋଟେ ସଂଘ ଅଛି ତେଣୁ ଆମକୁ କିଛି କହିପାରିବ ନାହିଁ ବ୍ରଜ ବିହାରୀ କୁ କିଏ ତେଢି କରି କଥା କହୁଥିଲା ଏଇ ତନେଇ ବା ବଇଛନ୍ତି କହୁନା ଫାଷ୍ଟ କିଏ ତେଢି କରି କଥା କହୁଥିଲା ତନେଇ ଚାକର ସଂଘର କୌଣସି ଚାକର 180 ପେଜ ଭାଗ ଚାକର ସଂଘର ଯେକୌଣସି ଚାକର କେତେ ଘଣ୍ଟାରୁ ବେଶୀ କାମ କରିପାରିବେ 10 ଘଣ୍ଟା କେତେ ଦିନ ପରେ ବ୍ରଜ ବିହାରୀ ଘରକୁ ଫେରିଲେ ବ୍ରଜ ବିହାରୀଙ୍କ ଅନୁପସ୍ଥିତିରେ ତାଙ୍କ ସାନ ଭାଇ ରାଜେନ୍ଦ୍ର କଣ ହୋଇଯାଇଥିଲା ଏଇ ଶେଷ ରେଜୁଲେସନ ଟି ବାସ୍ତବିକ ସବୁଠୁ ବାଞ୍ଛନୀୟ ଏହା କିଏ କହିଛି ରାଜେନ୍ଦ୍ର କେଉଁ ଫିଲ୍ମ ଦେଖିବାକୁ ଯାଇଥିଲା ତାଙ୍କର ସଂଘ ଭଙ୍ଗ ନାହିଁ ବୋଲି ବ୍ରଜ ବିହାରୀ କାହାକୁ ପଚାରିଥିଲେ କେଉଁ ଡାକଟା ଗୋଟିଏ ଅବଜ୍ଞା ସୂତ୍ରଙ୍କ ସମ୍ବୋଧନ ବୋଲି କୁହାଯାଇଛି ବୁଲୁକୁ ପଢାଇବାକୁ ମାଷ୍ଟର କେତେବେଳେ ଆସିଥିଲେ ବୁଲୁର ପାଠ ପଢା ସରି ମାଷ୍ଟର କେତେବେଳେ ଫେରିଲେ କେତେ ମିନିଟ୍ କେତେଟା ଟ୍ୟୁସନ କରନ୍ତି ମାଷ୍ଟର ପାଠ ଗୁଡାକ କେଉଁ ଭଳି କେଉଁ କଥା ବୁଝିବା ଦରକାର ନାହିଁ ବୋଲି ବ୍ରଜ ବିହାରୀ ପ୍ରଶ୍ନ କରିଛନ୍ତି ବ୍ରଜ ବିହାରୀ ଜଣେ ଅତ୍ୟାଚାରିତ ସ୍ୱାମୀ ବୋଲି କାହାକୁ କହିଥିଲେ ବିନୋଦ ଅତ୍ୟାଚାରିତ ସ୍ୱାମୀ ସଂଘର କେଉଁ ପଦବୀରେ ଥିଲେ ଅତ୍ୟାଚାରିତ ସ୍ୱାମୀ ସଂଘ ଅତ୍ୟାଚାରିତ ସ୍ୱାମୀଙ୍କ ବିଷୟ ବୁଝିବାକୁ କେତେ ଫିସ୍ ନିଏ ଅତ୍ୟାଚାରିତ ସ୍ୱାମୀ ସଂଘର ସାଇକିଆଟ୍ରିଷ୍ଟ କିଏ ଥିଲେ ବନମାଳାଙ୍କର ବୟସ କେତେ 30 ବ୍ରଜ ବିହାରୀଙ୍କ ବୟସ କେତେ ବନମାଳା ବିବାହ କଲା ବେଳେ କଲେଜରେ କେଉଁ ଶ୍ରେଣୀରେ ପଢୁଥିଲେ ବ୍ରଜ ବିହାରୀଙ୍କୁ ମାସରେ କେତେ ଦିନ ଟୁର କରନ୍ତି ଅନାଦିଙ୍କ ସ୍ତ୍ରୀଙ୍କ ନାମ କଣ ଥିଲା ପାରିବାରିକ ଥଇଥାନ ସମିତିର ଚେୟାରମ୍ୟାନ କିଏ ଥିଲେ जल्दी सब चेक आएंगे ना उतना क्लास से सब चेक करके सब सही वाला तो 3टा एका लिखा
ସବୁଠୁ ମଜା ଲାଗିଲା ଭାଲୁ ନ ଯୋଉ ନେକ୍ସଟ କ୍ଲାସରେ କୋଉ ବିଷୟ ପଢେଇବା ଗପ ନା କବିତା କିଛି ପଢେଇବା ଏ ବସିଆ ଗପିଆ ଆଁ ଗପ ପଢେ ମଧୁବାବୁ ପଢିଆ ନେକ୍ସଟ କ୍ଲାସ ମଧୁସୂଦନ ଜାଣିଛ ମଧୁବାବୁ ଜାଣିଛ ये बोलन तो यही मत को मत थाको पड़ेगा नहीं मत से तो बस नहीं जाओ ये ताको टोटली जीवन कहानी एथर अछि से कोठी जन्मग्रहण करथिले कोन पाठ पढिथिले कोठी चाकरी करथिले तापरे कोन पाठ पढिथिले आम जो ओडिसा पई से कोन करथिले सब अछि ଭଲ ବିଷୟ ତାଙ୍କୁ କଣ କରେ ମଧୁ ବାରିଷ୍ଟର ଶୁଣ ପଢିନ ତାପରେ କଣ हाँ गद्यांश पद्यांश पिलाମାନଙ୍କୁ ଛାଡ଼ିଛ କଣ ନାଇଁ ଏ ଯୋଉ ଜାଣିନ ଏ ଯୋଉ ପାରାଗ୍ରାଫ ପଡେ ସେଇଟା କୁହାଯାଏ ଅନୁଚ୍ଛେଦ ପଢିଥିବ ତା ତଳେ ଚାରିଟା କୋଶ୍ଚିନ୍ ଦେଇଥିବ ସେଇଆକୁ ଯୋଉ ଏତିକି ଅନୁଚ୍ଛେଦ ଦେଇଥିବ ତାକୁ ପଢିବ ଆସିବନି ସେଟା ଗୋଟେ ପଦ୍ୟାନ୍ତ ଅଛି ଗଦ୍ୟାନ୍ତ ଯେମିତି ଶୁଣ ଯେମିତି ତମର ବି କବିତା ପଢୁଛ ଯେମିତି ସାପମୋଚନ ପଢିଲ ତାହାଡା ବୃତ୍ତି ପଢିଲ ପଢିକିନା କଣ ତାରି ଭିତରେ ତମେ କଣ ବୁଝିଲ ଆଉ କଣ ଉତ୍ତର କଲ ପ୍ରଶ୍ନ ଉତ୍ତର କଲ ସେମିତି ସେଠି ଦେଇଥିବ ଯୋଉ ପଦ୍ୟାନ୍ତ ଦେଇଥିବ ତାକୁ ପଢିକିନା ବୁଝିବ ତାପରେ ତଳେ ଆନ୍ସର କୋଶ୍ଚିନ୍ ଦେଇଥିବ ଆନ୍ସର ସେଇଟା ଟିକେ କଷ୍ଟ ହବ କବିତା ବୁଝିକିନା କରିବାକୁ ଗଦ୍ୟାଂଶ ତ ସମସ୍ତେ କରିଥିବ ଆଉ ବିଶେଷଣ ପଢିବା ବିଶେଷଣ ହଁ ବିଶେଷଣ ଆଉ କଣ କହୁଛ ପତ୍ର ଲେଖୁନ ତମ ସାଙ୍ଗ ପାଖକୁ ପତ୍ର ଲେଖିବ ମୋ 10th ରେ ନଥିଲା ଯେ କୌଣସି ପତ୍ର ଲିଖନ ତାଠାରୁ ସହଜ ଗୋଟେ ଟପିକ ଦେଇଥିବ କି ତମ ଭବିଷ୍ୟତର ଲକ୍ଷ୍ୟ କଣ ତମ ସାଙ୍ଗ ପାଖକୁ ଚିଠି ଲେଖିକିନା ପତ୍ର ଲେଖ ତମେ ଲେଖିବ ତମେ ଜୀବନରେ କଣ ହବାକୁ ଚାହୁଁଛ ତମ ଜୀବନର ଲକ୍ଷ୍ୟ କଣ ପତ୍ର ଲେଖିବ କହିଦେବି ତାକୁ ଫାଷ୍ଟ କଣ ଲେଖିବ এটা লিখবি না